फ्रेंड्स एबे मु जाऊँ शोरूम को चलो देखिए सेठी लोक आसिले ना नहीं आ काम स्टार्ट कले क्या नहीं वीडियो लास्ट पर देखो। ରବେ ଆସିକିନା ମୋ ସଟର ଟେକିଲେଣି। ଚାଲନ୍ତୁ ଦେଖିବା ଆଜି କାମ କଣ କଣ ବାକି ଅଛି କି କଣ କଣ ନୂଆ କାମ ହବ। ଦେଖନ୍ତୁ ଏଇ ଖଟଟା ଆଜି କମ୍ପ୍ଲିଟ୍ ହବ। ତାପରେ ଏଇ ଯୋଉ ଡ୍ରେସିଂ ଟେବୁଲ ଦେଖୁଛନ୍ତି ସେଟା ବି ଆଜି କମ୍ପ୍ଲିଟ୍ ହବ। ବିଟା ବିଟା ସମ୍ପୂର୍ଣ୍ଣ ବାଡ଼ା ହବ, କଲର ବି ଦିଆ ହବ। ଲାଷ୍ଟ ପରେ ଦେଖନ୍ତୁ ଜାଣିବି ସବୁ। ଦେଖନ୍ତୁ ତାପରେ ଆମର ମିସ୍ତ୍ରୀ ମାନଙ୍କର ଏଇ ଦେଖନ୍ତୁ ଖାଇବା ପରେ ସବୁ। ତାପରେ ଇଏ ଗୋଟେ ମଣିଷ ଲେଟରେ ଆସିଛନ୍ତି ବୋଲି ଭିଡ଼ିଓ ବନେଇଥିଲି ମୁଁ। ତାପରେ ଦେଖନ୍ତୁ ଆମ ଡ୍ରେସିଂ ଟେବୁଲ ପଦାକୁ ବାହାରିଲା। ଏବେ ତାପରେ ବିଟା ବାଡ଼ା ହବ। ଏଟା ଆଉ ଗୋଟେ ଡ୍ରେସିଂ ଟେବୁଲ ପଦାକୁ ବାହାରି ପଡ଼ିଲା। ଦେଖନ୍ତୁ ବିଟା ବାଡ଼ା ଷ୍ଟାର୍ଟ ହେଇଗଲାଣି। ଦେଖନ୍ତୁ ତାପରେ ସେପଟେ ସେ ବିଟା ବାଡ଼େଇ ଦେଖନ୍ତୁ ଏପଟେ ସେ ବିଟା ବାଡ଼େଇଲେଣି। ଏଟା ସାଙ୍ଗେ ଏଟା ସମ୍ପୂର୍ଣ୍ଣ ସରିଯିବ। ମେସିନ ପତ୍ର ଏପଟେ ବାହାରି ସାରିଲାଣି ସବୁ ପଦାକୁ। ଏଟା ଆଉ ଗୋଟେ ଡ୍ରେସିଂ ଟେବୁଲ ଆମର କଲର ହେଇ କାଚ ଦେଖନ୍ତୁ ବାଡ଼ା ହେଲାଣି। ଏଟା ଆଜି ଅର୍ଡର ଅଛି ଯିବ ତ ସେଥିପାଇଁ ୟା କାମ ଜଲ୍ଦି ସରିଯାଇଛି। ସେଟା କାଚ ସରିଲା, ଏପଟେ ବି କାଚ ବାଡ଼େଇ ଦିଆହବ। ବାକି ମାନେ ସ୍କ୍ରୁ ଦିଆ ହଉଛି। ମାନେ ପୁରା ମାନେ ଫିନିସିଂ ଅଲଗା ପ୍ରକାର ହେଇଛି। ଯଦି ଆପଣଙ୍କର କେବେ ଦରକାର ମତେ କଲ୍ କରନ୍ତୁ କିମ୍ବା ମେସେଜ କରନ୍ତୁ। ଦେଖନ୍ତୁ ଏଠି ଆମର ବିଟା ବାଡ଼ା ସରିଲାଣି। ମାନେ ଯୋଉ କାଚର ରାଉଣ୍ଡ ନାହିଁ ସେ ରାଉଣ୍ଡ ବିଟା ଦିଆହବ। କେତେ ସ୍ମୁଥଲି ମାନେ କାଚକୁ ତଳକୁ ଛଡ଼ା ଯାଉଛି ଦେଖନ୍ତୁ। କାଚ ପୁରା ସାଇଡରେ ରହିଲା। ଏବେ ତା ସାଇଡରେ ବିଟ ବାଡ଼େଇ ପୁରା କଣ୍ଟା ବାଡ଼ା ହବ, ନହେଲେ କାଚ ପଦାକୁ ଆସିବ ନା। ଦେଖନ୍ତୁ କେତେ ସ୍ମୁଥଲି କାଚକୁ ରଖାଉଛି। କାହିଁକି ନା ଏଇଟା ପଡ଼ିଗଲେ ତଳେ ପୁରା କାଚ ଫାଚ ଫାଟିଯିବ ନା। ସେଇଥିଲାଗି ପୁରା ସ୍ମୁଥଲି ତଳକୁ ଯାଉଛି। ତା ଉପରେ ପୁରା କଣ୍ଟା ବାଡ଼େଇ ପୁରା ସେଟ୍ କରା ଯେମିତି କାଚ ବି ଆଉ ପଦାକୁ ଆସିବନି। ପୁରା ସେଇଭଳି ଭାବେ ପୁରା ଟାଇଟରେ ରଖା ହବ ଜିନିଷଟାକୁ। ଆପଣ ଖାଲି ଡ୍ରେସିଂ ଟେବୁଲ ଦେଖୁଛନ୍ତି ତା ପଛରେ କେତେ ଦେଖନ୍ତୁ ଏବେ ଏଟା ଗୋଟେ ସୋଫା ଯିବାର ଅଛି ତ ସେଥିଲାଗି ଏଟା ବି ଫିନିସିଂ କଲର ଦିଆଯାଉଛି। ଟଚ୍ ವುಡ್ ଲାଷ୍ଟ ପଡିଛି ନା ହେଲା। ତାପରେ ଏବେ ସିଙ୍ଗଲ ଡୋରଟା ବି ସିଙ୍ଗଲ ସୋଫାଟା ବି ଆମର କଲର ହଉଛି ଏବେ। ତାପରେ ଡାଇନିଂ ଚେୟାର କଲର ଚାଲିଛି ଦେଖନ୍ତୁ। ଡାଇନିଂ ଚେୟାର ବି ଯିବାର ଅଛି, ସୋଫା ବି ଯିବାର ଅଛି। ସେଥିଲାଗି ସବୁ କଲର କରିଦିଆ ହଉଛି ଏବେ, କାହିଁକିନା ସବୁ କାଲି ଯିବ ନା। ଏଇଟା ଗୋଟେ ସୋଫା ଆଜି ସେଟା ଯିବାର ଅଛି। କେତେ ସୁନ୍ଦର ହେଇଛି ନା ସୋଫା ଗୁଡାକ ଦେଖିଲେ। ଇଏ ଦେଖନ୍ତୁ ଡାଇନିଂ ଟେବୁଲ ବି, ଏ ଦେଖ ଡାଇନିଂ ଟେବୁଲ ଚେୟାର ଗୁଡା ସବୁ ଅଛି। କେତେ ସୁନ୍ଦର ଭାବେ ଦେଖନ୍ତୁ ଏଇ ପୁରା ଗ୍ଲେଜ କରୁଛି। ଇଏ ଦେଖନ୍ତୁ ସେ ଯୋଉ ଲୋକର ମାନେ ଡ୍ରେସିଂ ଟେବୁଲ ଅଛି। ଇଏ ଦେଖନ୍ତୁ ଆଉ ଜଣଙ୍କ ଡ୍ରେସିଂ ଟେବୁଲ କାଚ ଫାଚ ପୁରା ଫିଟିଙ୍ଗ ପୁରା ରେଡି ହେଲା। ଇଏ ଆଉ ଜଣଙ୍କର ମାନେ ସୋଫା ରେଡି ଅଛି। ତାର ତିନି ଟିକିଆ ସିଟ୍ ଯୋଉଟା ସେଟା ବି ରେଡି ହେଇଛି, କଲର ପୁରା ସମ୍ପୂର୍ଣ୍ଣ ରେଡି ହେଇଗଲାଣି। ବାକି ୟାକୁ ଲୋଡ ହବ କାଲି। ଚାଲନ୍ତୁ ଯିବା ଗୋଟେ ବିଲ୍ ଟେ ବନେଇଦବା। ସନ୍ଧ୍ୟା ବେଳୁ ଗୋଟେ ଲୋକ ନେବାର ଅଛି ତ ଚାଲନ୍ତୁ ବନେଇଦବା ଗୋଟେ ଜିଏସ୍ଟି ଟେ। ନହେଲେ ପଛରେ କିଏ ହଇରାଣ ହବ। ଚାଲନ୍ତୁ ଦେଖିବା ଜିଏସ୍ଟି ଟା ବନେଇଦବା। ଜିଏସ୍ଟି ପେପର ଏଇଟା ବନେଇଦେଲେ ସେ ଆସିବ ନବ। କାହିଁକି ନା ମୁଁ ଏଇନା ଯିବି ହାରି ଗୋଟେ କାମରେ ତ ସେଥିଲାଗି। ତ ଦେଖନ୍ତୁ ଗାଡ଼ି ଆସିଲାଣି ହାରି। ଏବେ ସେ ପଞ୍ଚର ସେଟ୍ଟା ଲୋଡ୍ ହବ। ଲାଷ୍ଟ ବ ଦେଖନ୍ତୁ ସେ କଣ କଣ ନେଲେ। ମାନେ କାଚଟା ମଝି ଦିଆ ହଉଛି ତା ସାଇଡରେ ପ୍ଲାଏ ଦିଆ ହବ କାହିଁକିନା ପୁରାଟା ଫାଟି ଫୁଟା ଯିବ ନା କେତେବେଳେ ତ ସେଥିଲାଗି ପୁରା ଷ୍ଟ୍ରଙ୍ଗ କଥା ବନାଯାଏ। ଏ ଦେଖନ୍ତୁ ଡ୍ରେସିଂ ଟେବୁଲ ଯୋଉଟା ମୁଁ ଦେଖୁଥିଲି ସେଟା ବି ୟାଙ୍କର ଗଲା ଆଜି ଗୋଟେ। ମାନେ ସାଇଜରେ ରଖା ହବ ନା। ଖଟର ଦେଖନ୍ତୁ ଗୋଡ଼ ପଟ ସାଇଡଟା ଆସିଲେ ଭାରି। ଏଇଟା ଦେଖନ୍ତୁ ଖଟର ହେଡ ପଟଟା। ତା ମୁଣ୍ଡ ପଟ ଖଟଟା କେତେ ସୁନ୍ଦର ହେଇଛି ନା। ପାଖକୁ ଦେଖାଯିବନି ତ ସେଥିଲାଗି ମୁଁ ଛାତ ଉପରେ ଠିଆ ହେଇଛି। ସୋଫା ଅଛି, ତାପରେ ସୋଫାର ସିଙ୍ଗଲ ଆସିଲା ଭାରି। ସିଙ୍ଗଲ ଚେୟାର ଗୁଡାକ ତା ଉପରେ ରଖିଦେଲେ ସେ ଜାଗା ହବ। ଡାଇନିଂ ସେଟ୍ ସବୁ ଯିବାର ଅଛି ନା ସେଥିଲାଗି ଜାଗା ହବନି। ଏସବୁ ଦେଖ ଡାଇନିଂ ସେଟ୍ ତଳେ ସବୁ ଅଛି। ଗୋଟି ଗୋଟି ସବୁ ଚେୟାର